ଖ୍ରୀଷ୍ଟିଆନ ମାନେ କାହିଁକି ରବିବାର ଦିନ ଉପାସନା କରିଥାନ୍ତି? ରବିବାର ଦିନ ଏକତ୍ରିତ ହୋଇ କାହିଁକି ସେମାନେ ମଣ୍ଡଳୀ ଉପାସନା କରିଥାନ୍ତି? ସର୍ବପ୍ରଥମେ ମୁଁ ଲୋକମାନଙ୍କର କେତୋଟି ଭୁଲ ଧାରଣାକୁ ସଂଶୋଧନ କରିବାକୁ ଚାହେଁ। ଲୋକମାନଙ୍କର କେତୋଟି ଆପତ୍ତିକୁ ମୁଁ ସଂଶୋଧନ କରିବାକୁ ଚାହେଁ। ପ୍ରଥମତଃ, ଅନେକ ଲୋକ କୁହନ୍ତି ନୂତନ ନିୟମରେ ଖ୍ରୀଷ୍ଟିଆନମାନଙ୍କର ବିଶ୍ରାମ ବାର ହେଉଛି ରବିବାର, ତେଣୁକରି ରବିବାର ଉପାସନା କରାଯାଇଥାଏ। କିନ୍ତୁ ତାହା ସତ୍ୟ ବିଷୟ ନୁହେଁ। ଆମ୍ଭେମାନେ ଖ୍ରୀଷ୍ଟିଆନମାନେ ରବିବାର ଦିନକୁ ବିଶ୍ରାମ ବାରର ଉପାସନା ରୂପେ କରିନଥାଉ, କାରଣ ବିଶ୍ରାମ ବାର ହେଉଛି ସପ୍ତାହର ସପ୍ତମ ଦିନ ଏବଂ ତାହା ଶନିବାର ଦିନ ଅଟେ, ଏବଂ ରବିବାର ହେଉଛି ସପ୍ତାହର ପ୍ରଥମ ଦିନ, ଅର୍ଥାତ୍ ବିଶ୍ରାମ ବାର ରବିବାର ଦିନ ନୁହେଁ। ଦ୍ୱିତୀୟତଃ, ଅନେକ ଲୋକମାନେ କୁହନ୍ତି ରୋମାନ କ୍ୟାଥୋଲିକ ଚର୍ଚ୍ଚ ଏହି ବିଶ୍ରାମ ବାର ଶନିବାରକୁ ରବିବାର ବିଶ୍ରାମ ବାର ରୂପେ ପରିବର୍ତ୍ତନ କରିଥିଲେ, ତେଣୁକରି ରବିବାର ଉପାସନା କରାଯାଇଥାଏ। କିନ୍ତୁ ତାହା ମଧ୍ୟ ସତ୍ୟ ନୁହେଁ। ଆମ୍ଭେମାନେ ରୋମାନ କ୍ୟାଥୋଲିକ ମାନେ ଯେଉଁ ପରିବର୍ତ୍ତନ କରିଥିଲେ ବୋଲି କୁହାଯାଏ, ତେଣୁକରି ରବିବାର ଦିନ ଉପାସନା କରି ନଥାଉ, ଏବଂ ରୋମାନ କ୍ୟାଥୋଲିକ ମାନେ ଶନିବାର ବିଶ୍ରାମ ବାରକୁ ପରିବର୍ତ୍ତନ କରି ରବିବାର ଏକ ନୂତନ ବିଶ୍ରାମ ବାର ରୂପେ ପରିବର୍ତ୍ତନ କରିନାହାନ୍ତି। ଏହାର କୌଣସି ପ୍ରମାଣ ନାହିଁ, ଏବଂ ଆମ୍ଭେମାନେ ଯଦିଓ ତାହା ସତ ହେଉ କିମ୍ବା ମିଛ ହେଉ, ଆମ୍ଭେ ସେହି କାରଣ ହେତୁ ରବିବାର ଉପାସନା କରିନଥାଉ। ତୃତୀୟତଃ, ଅନେକ ଲୋକମାନେ ଦାବି କରନ୍ତି ଯେ ରୋମୀୟ ସମ୍ରାଟ କନଷ୍ଟାଣ୍ଟିନ୍ ରବିବାର ଦିନକୁ ବିଶ୍ରାମ ବାର ରୂପେ ଘୋଷଣା କରିଥିଲେ, ସ୍ଥିରୀକୃତ କରିଥିଲେ, ତେଣୁକରି ରବିବାର ଉପାସନା କରାଯାଇଥାଏ। କିନ୍ତୁ ତାହା ମଧ୍ୟ ଏକ ଭୁଲ ଧାରଣା ଅଟେ। ତୃତୀୟ ଶତାବ୍ଦୀରେ ଯେତେବେଳେ କନଷ୍ଟାଣ୍ଟିନ୍ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ, ସେତେବେଳେ ସେ କିଛି ପରିବର୍ତ୍ତନ କରିଥିଲେ ସତ, କିନ୍ତୁ ଜିହୁଦୀମାନଙ୍କ ବିଶ୍ରାମ ବାର ସେହି ଶନିବାର ଦିନ ହିଁ ଥିଲା, ଏବଂ କନଷ୍ଟାଣ୍ଟିନ୍ଙ୍କ ସେହି କାରଣ ହେତୁ ଆମ୍ଭେ ଖ୍ରୀଷ୍ଟିଆନମାନେ ରବିବାର ଉପାସନା କରି ନଥାଉ। ବାସ୍ତବରେ ଏହି ରୋମୀୟ ସମ୍ରାଟ କନଷ୍ଟାଣ୍ଟିନ୍ର ଜନ୍ମର 100-200 ବର୍ଷ ପୂର୍ବରୁ ହିଁ, ପ୍ରଥମ ଶତାବ୍ଦୀରୁ ହିଁ ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ରବିବାର ଉପାସନା କରି ଆସୁଥିଲେ। ଅତଏବ ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ଆମ୍ଭେମାନେ ରବିବାର ଦିନ କାହିଁକି ଏକତ୍ରିତ ହୋଇ ପ୍ରଭୁଙ୍କର ଉପାସନା କରୁଅଛୁ? ଏହାର ଉତ୍ତର ହେଉଛି ଯୀଶୁଖ୍ରୀଷ୍ଟ, ଯିଏକି ଏହି ଜଗତକୁ ମନୁଷ୍ୟର ପରିତ୍ରାଣ କରିବା ନିମନ୍ତେ ଜନ୍ମଗ୍ରହଣ କରିଥିଲେ, ସେ ପାପୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ମୃତ୍ୟୁବରଣ କଲେ ଏବଂ ତୃତୀୟ ଦିବସରେ ସେ ପୁନରୁତ୍ଥିତ ହୋଇଥିଲେ। ଏବଂ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପରେ ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟିଆନମାନେ ପ୍ରଥମ ଶତାବ୍ଦୀରୁ ହିଁ ରବିବାର ଦିନ, ଯାହାକି ସପ୍ତାହର ପ୍ରଥମ ଦିନ ଅଟେ, ସେହି ଦିନ ଏକତ୍ରିତ ହେଉଥିଲେ ଏବଂ ପ୍ରଭୁଙ୍କର ଉପାସନା କରୁଥିଲେ, ଯାହାର ପ୍ରମାଣ ନୂତନ ନିୟମରେ ଦେଖିବାକୁ ମିଳିଥାଏ। ଅର୍ଥାତ୍ ସେହି ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ଏବଂ ଶିଷ୍ୟମାନେ ଯେଉଁ ରବିବାର ଦିନ ଏକତ୍ରିତ ହୋଇ ପ୍ରଭୁଙ୍କର ଉପାସନା କରୁଥିଲେ, ସେମାନଙ୍କର ସେହି ପ୍ରମାଣ ଭିତ୍ତିକ ବାଇବଲ ପଦଗୁଡ଼ିକ ସକାଶୁ, ଏବଂ ସେହିଦିନ ଯୀଶୁଖ୍ରୀଷ୍ଟଙ୍କର ଯେହେତୁ ପୁନରୁତ୍ଥାନ ହୋଇଥିଲା, ତେଣୁକରି ଆମ୍ଭେମାନେ ରବିବାର ଦିନ ଉପାସନା କରିଥାଉ। ଆସନ୍ତୁ ଜାଣିବା ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟିଆନମାନେ ସପ୍ତାହର ପ୍ରଥମ ଦିନ ରବିବାର ଦିନ ଏକତ୍ରିତ ହେଉଥିବାର କାରଣଗୁଡ଼ିକ କ'ଣ ସବୁ ଥିଲା, ଏବଂ ଯେଉଁଥିପାଇଁ କି ଆମ୍ଭେମାନେ ମଧ୍ୟ ରବିବାର ଉପାସନା କରି ଆସୁଅଛୁ। ପ୍ରଥମ କାରଣ, ଯେହେତୁ ରବିବାର ଦିନ ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇଥିଲେ, ତେଣୁକରି ରବିବାର ଦିନ ଆମ୍ଭେମାନେ ଉପାସନା କରିଥାଉ। ଯୋହନ 20 ପର୍ବର 1 ପଦରେ ଲେଖାଯାଏ, ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍ଦଲିନୀ ମରିୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚା ଯାଇଥିବା ଦେଖିଲେ।
ମାଥ୍ୟୁ 28 ପର୍ବ 1 ପଦରୁ 8 ପଦ, ପୁଣି ଲୁକ ରଚିତ ସୁସମାଚାର 24 ପର୍ବ 1ରୁ 12 ପଦ। ଏହିସବୁ ପଦଗୁଡ଼ିକ ଆମ୍ଭେମାନେ ଯଦି ପଠନ କରିବା ତାହେଲେ ଏଠାରେ ସ୍ପଷ୍ଟ ରୂପେ ଲେଖାଯାଏ, ବିଶ୍ରାମ ବାର ଗତ ହେଲା ଉତ୍ତାରେ, ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ରବିବାର ଦିନ ଯୀଶୁଖ୍ରୀଷ୍ଟ ପୁନରୁତ୍ଥିତ ହୋଇଥିଲେ। ଦ୍ୱିତୀୟ କାରଣ, ରବିବାର ଦିନ ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ଉଠିଲା ପରେ ନିଜ ଶିଷ୍ୟମାନଙ୍କୁ, ମରିୟମକୁ ଓ ଅନ୍ୟମାନଙ୍କୁ ବି ଦର୍ଶନ ଦେଇଥିଲେ, ଯାହାକି ଆମ୍ଭେମାନେ ଲୁକ 24 ପର୍ବର 13 ପଦ ପରେ ପରେ ପୁଣି ଜହନ 20 ପର୍ବର 16 ପଦ ଏବଂ 19 ପଦରେ ଦେଖିବାକୁ ପାଇଥାଉ। ଜହନ 20 ପର୍ବ 19 ପଦରେ ଲେଖାଯାଏ, ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ରବିବାର ଦିନ ଯେତେବେଳେ ଶିଷ୍ୟମାନେ ଗୋଟିଏ ଗୃହରେ ଥିଲେ, ସେଠାରେ ଯୀଶୁଖ୍ରୀଷ୍ଟ ସେମାନଙ୍କର ମଧ୍ୟସ୍ଥଳରେ ଯାଇ ଠିଆ ହେଲେ ଏବଂ ସେମାନଙ୍କୁ କହିଥିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ। ଅତଏବ ଯୀଶୁଖ୍ରୀଷ୍ଟ ସେହି ରବିବାର ଦିନ ମୃତ୍ୟୁରୁ ବିଜୟ ଲାଭ କଲା ପରେ ନିଜ ଶିଷ୍ୟମାନଙ୍କୁ ଦର୍ଶନ ଦେଇଥିଲେ। ତେଣୁକରି ଆମ୍ଭେମାନେ ସେହିଦିନ ରବିବାର ଉପାସନା କରିଥାଉ। ତୃତୀୟ କାରଣ, ପ୍ରେରିତ 20 ପର୍ବ 6 ଏବଂ 7 ପଦରେ ଯେପରି ଲେଖାଯାଏ, ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ରବିବାର ଦିନ ତରୋୟା ନାମକ ସ୍ଥାନରେ ପାଉଲ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ ଯେତେବେଳେ ସେମାନେ ଏକତ୍ରିତ ହୋଇଥିଲେ, ସେଠାରେ ସେ ବାକ୍ୟ ପ୍ରଚାର କରିଥିଲେ ଏବଂ ସେଠାରେ ରୋଟି ଭାଙ୍ଗିଥିଲେ ଅର୍ଥାତ୍ ପ୍ରଭୁ ଭୋଜର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ବାକ୍ୟପଦ ଅନୁସାରେ ରବିବାର ଦିନରେ ଲୋକମାନଙ୍କର ସହଭାଗିତା ଦେଖିବାକୁ ମିଳେ, ଯେଉଁ ସହଭାଗିତାରେ କି ଦୁଇଟି ସେବା କାର୍ଯ୍ୟ ସ୍ପଷ୍ଟ ରୂପେ ପରିଲକ୍ଷିତ ହୋଇଥାଏ, ଯଥା ରୋଟି ଭାଙ୍ଗିବା ବା ପ୍ରଭୁଭୋଜ ଓ ପାଉଲଙ୍କ ଦ୍ୱାରା ବାକ୍ୟ ପ୍ରଚାର। ଚତୁର୍ଥ କାରଣ, ପ୍ରଥମ କରନ୍ତୀୟ 16 ପର୍ବ 1 ଏବଂ 2 ପଦ। ପ୍ରେରିତ ପାଉଲ ଏଠାରେ କରନ୍ତୀୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ରବିବାର ଦିନ ଏକତ୍ରିତ ହେବା ନିମନ୍ତେ ପରାମର୍ଶ ଦେଉଛନ୍ତି ଏବଂ ସେଦିନ ଦାନ ସଂଗ୍ରହ କରିବା ପାଇଁ ମଧ୍ୟ ଆଦେଶ ଦେଉଛନ୍ତି। ପ୍ରଥମ ପଦରେ ଯେପରି ଲେଖାଯାଏ, ଗାଲାତୀୟ ମଣ୍ଡଳୀର ବିଶ୍ୱାସୀମାନଙ୍କ ନିମନ୍ତେ ମଧ୍ୟ ଏପରି ଆଦେଶ ପୂର୍ବରୁ ଦିଆଯାଇଥିଲା ଏବଂ ଗାଲାତୀୟ ମଣ୍ଡଳୀର ଲୋକମାନେ ସେପରି କରୁଥିଲେ। ରବିବାର ଦିନ ଦାନ ସଂଗ୍ରହର ସେବା କାର୍ଯ୍ୟ ମଧ୍ୟ କରାଯାଉଥିଲା। ଅତଏବ ଯଦି ନିର୍ଦ୍ଦିଷ୍ଟ ଭାବେ ଦେଖିବା, ସପ୍ତାହର ପ୍ରଥମ ଦିନ ରବିବାର ଦିନ ହିଁ ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଏକତ୍ରିତ ହେବା ବିଷୟ ବାଇବଲ ଉଲ୍ଲେଖ କରୁଅଛି, ଯେଉଁ ଦିନରେ କି ସେମାନେ ଏକତ୍ରିତ ହୋଇ ଉପାସନା କରୁଥିଲେ ଏବଂ ବାକ୍ୟ ଶୁଣୁଥିଲେ, ରୋଟି ଭାଙ୍ଗୁଥିଲେ, ଦାନ ସଂଗ୍ରହ କରୁଥିଲେ ଇତ୍ୟାଦି ସେବା କାର୍ଯ୍ୟ କରାଯାଉଥିଲା। ଆଦ୍ୟ ମଣ୍ଡଳୀର ବିଶ୍ୱାସୀମାନେ ରବିବାର ଦିନ ହିଁ ଏକତ୍ରିତ ହୋଇ ଉପାସନା କରୁଥିଲେ। ଗୋଟିଏ ବିଷୟ ମନେ ରଖନ୍ତୁ ଯେ ରବିବାର ଦିନ ଉପାସନା କରୁଥିବା ସମୟରେ ବି ଜିହୁଦୀମାନଙ୍କର ବିଶ୍ରାମ ବାର ଶନିବାର ଦିନ ହିଁ ଥିଲା। ସେତେବେଳେ ମଧ୍ୟ ବିଶ୍ରାମ ବାର ଶନିବାର ଥିଲା ଏବଂ ବର୍ତ୍ତମାନ ମଧ୍ୟ ଜିହୁଦୀମାନଙ୍କର ବିଶ୍ରାମ ବାର ହେଉଛି ଶନିବାର। ଏହି ବିଶ୍ରାମ ବାର ଶନିବାର ରବିବାରରେ କେବେ ମଧ୍ୟ ପରିବର୍ତ୍ତନ ହୋଇନାହିଁ କିମ୍ବା ବାଇବଲର ବାକ୍ୟ ଅନୁସାରେ କେବେ ମଧ୍ୟ ତାହାର ପରିବର୍ତ୍ତନ କରାଯାଇ ନାହିଁ। ତେଣୁକରି ବିଶ୍ରାମ ବାର ସପ୍ତାହର ଶେଷ ଦିନ ଅଟେ, ସପ୍ତାହର ସପ୍ତମ ଦିନ ଶନିବାର ହିଁ ଅଟେ। ଧର୍ମଶାସ୍ତ୍ର ବାଇବେଲରେ କେବେ ବି କେଉଁଠାରେ ବି ରବିବାର ଦିନ ବିଶ୍ରାମ ବାର ଶନିବାରକୁ ରିପ୍ଲେସ୍ କଲା ବୋଲି ବା ବିଶ୍ରାମ ବାର ଦିନ ରବିବାର ଦିନରେ ପରିବର୍ତ୍ତନ ହେଲା ବୋଲି ଲେଖାଯାଇ ନାହିଁ। ଅତଏବ ବାଇବେଲ ଅନୁସାରେ ବିଶ୍ରାମ ବାର ଶନିବାର ଦିନରେ ନୁହେଁ, ବରଂ ସପ୍ତାହର ପ୍ରଥମ ଦିନ ରବିବାର ଦିନରେ ଆଦ୍ୟ ମଣ୍ଡଳୀର ଶିଷ୍ୟମାନେ ପୁଣି ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରଥମ ଶତାବ୍ଦୀରୁ ହିଁ ଏକତ୍ରିତ ହୋଇ ରବିବାର ଉପାସନା କରି ଆସୁଥିଲେ। କାରଣ ଯୀଶୁଖ୍ରୀଷ୍ଟ ପାପୀମାନଙ୍କର ପରିତ୍ରାଣ ନିମନ୍ତେ ମୃତ୍ୟୁଭୋଗ କରି ରବିବାର ଦିନରେ ପୁନରୁତ୍ଥିତ ହୋଇଥିଲେ ଏବଂ ସେହିଦିନ ସେ ଆପଣା ଶିଷ୍ୟମାନଙ୍କୁ ଦର୍ଶନ ମଧ୍ୟ ଦେଇଥିଲେ। ତେଣୁକରି ଆମ୍ଭେମାନେ ଖ୍ରୀଷ୍ଟିଆନମାନେ ଆଜି ବି ରବିବାର ଦିନ ଉପାସନା କରିଥାଉ। ହଁ, ଏହା ବି ସତ୍ୟ ଅଟେ ଯେ କେବଳ ରବିବାର ଦିନ ଏକତ୍ରିତ ହୋଇ ପ୍ରଭୁଙ୍କର ଉପାସନା କରିବା ନିମନ୍ତେ
କୌଣସି ନିର୍ଦ୍ଦିଷ୍ଟ ଆଜ୍ଞା ବାଇବଲରେ ଦିଆଯାଇ ନାହିଁ। ସେଦିନ ଶିଷ୍ୟମାନେ ଓ ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ଏକତ୍ରିତ ହେଉଥିବାର ଉଲ୍ଲେଖ ଅଛି। ତେଣୁକରି ସେଦିନରେ ଆମ୍ଭେମାନେ ଉପାସନା କରୁଅଛୁ। ସବୁଠାରୁ ମୁଖ୍ୟ ବିଷୟ ହେଉଛି ଆମ୍ଭେମାନେ ପ୍ରତ୍ୟେକ ଦିନ ପ୍ରଭୁଙ୍କର ଉପାସନା କରିବା ଉଚିତ। ଆମ୍ଭେମାନେ ଶନିବାର କି ରବିବାର ବୋଲି କୌଣସି ଏକ ସ୍ୱତନ୍ତ୍ର ଦିବସରେ ଉପାସନା କରିବା ନିମନ୍ତେ ସୀମିତ ନାହୁଁ। ଆମ୍ଭେମାନେ ପ୍ରତ୍ୟେକ ଦିନ ପ୍ରଭୁଙ୍କର ଉପାସନା କରିପାରିବା ଏବଂ କରିବା ଉଚିତ।